ଓମ୍ ଶାନ୍ତି। ଏହା କହିବାର ଅର୍ଥ ମୁଁ ଆତ୍ମା, ଶାନ୍ତ ସ୍ୱରୂପ, ଆନନ୍ଦ ସ୍ୱରୂପ ଓ ପ୍ରେମ ସ୍ୱରୂପ ଅଟେ। ଆପଣଙ୍କ ପାଖରେ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣିବା ପାଇଁ ଏକ କଲମ ଅଛି। ତାହା ହେଉଛି ଶ୍ରେଷ୍ଠ କର୍ମ। ରାଜା ଯୁଗର ନିୟମିତ ଅଭ୍ୟାସ ହିଁ ଶ୍ରେଷ୍ଠ କର୍ମର ମୂଳ ଆଧାର ଅଟେ। ଏଭଳି ଭାବନା ରଖନ୍ତୁ ନାହିଁ ଯେ ମୋତେ ଭଲ ରାସ୍ତା ମିଳୁ, ବରଂ ଏହି ସଂକଳ୍ପ ରଖନ୍ତୁ ମୁଁ ଯେଉଁଠି ପାଦ ରଖିବି ସେଠି ରାସ୍ତା ଯେମିତି ଭଲ ହୋଇଯାଉ। କାରଣ ଯେଉଁମାନେ ନିଜ ପାଦର କ୍ଷମତା ଉପରେ ଅତୁଟ ବିଶ୍ୱାସ ରଖନ୍ତି ସେମାନେ ହିଁ ଶେଷରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାନ୍ତି। ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ କୌଣସି ପ୍ରକାରର ହଟ ବା ଶାରୀରିକ କଷ୍ଟର ଆବଶ୍ୟକତା ନାହିଁ। କେବଳ ହୃଦୟର ସହିତ କୁହ, ଈଶ୍ୱର ବା ଭୋଳାନାଥ, ତୁମେ କେବଳ ମୋର ଏହି ଶବ୍ଦଟି କହିଦେଲେ ତାଙ୍କର ସାନ୍ନିଧ୍ୟ ଏବଂ ସ୍ନେହର ଅନୁଭବ ହୋଇଥାଏ। ଆତ୍ମଜ୍ଞାନରୁ ଜୀବନରେ ଆନ୍ତରିକ ସୁଖ, ଶାନ୍ତି, ପ୍ରେମ ଏବଂ କରୁଣାର ସଞ୍ଚାର ହୋଇଥାଏ। ଆତ୍ମଜ୍ଞାନର ପ୍ରକୃତ ଅର୍ଥ ହେଉଛି ନିଜକୁ କେବଳ ଏକ ରକ୍ତ, ହାଡ଼, ମାଂସର ଶରୀର ନ ଭାବି ନିଜ ଭିତରେ ଥିବା ଏକ ପବିତ୍ର, ଶୁଦ୍ଧ ଏବଂ ଜ୍ୟୋତିର୍ମୟ ଆତ୍ମାକୁ ଚିହ୍ନିବା। ଯେତେବେଳେ ଆମେ ଏହି ପରମ ସତ୍ୟକୁ ହୃଦୟଙ୍ଗମ କରିବା, ମନର ସମସ୍ତ ବିକାର, ଅସ୍ଥିରତା କୁହୁଡ଼ି ପରି ମିଳେଇ ଯାଇଥାଏ। ଏହି ଆତ୍ମବୋଧ ଆମକୁ ଭିତରୁ ଏତେ ପ୍ରସନ୍ନ ଓ ସନ୍ତୋଷ କରେ ଯେ ବାହ୍ୟ ପରିସ୍ଥିତି ଆଉ ଆମ ମନକୁ ବିଚଳିତ କରିପାରେ ନାହିଁ। ଆତ୍ମିକ ଚେତନା ଜାଗ୍ରତ ହେଲେ ଆମ ବ୍ୟବହାରରେ ସ୍ୱତଃ ପ୍ରେମ ଓ କରୁଣାର ସଞ୍ଚାର ହୁଏ। ଯେତେବେଳେ ଆତ୍ମଜ୍ଞାନ ସହିତ ପରମାତ୍ମାଙ୍କ ସ୍ମୃତିରେ ମଗ୍ନ ରହିବା, ସେତେବେଳେ ଆତ୍ମା ଅଲୌକିକ ଶକ୍ତି ଓ ପବିତ୍ରତାରେ ପରିପୂର୍ଣ୍ଣ ହୋଇଉଠେ। ଆତ୍ମଜ୍ଞାନ ହିଁ ସେହି ଚାବିକାଠି ଯାହା ଜୀବନର ପ୍ରତିଟି ମୁହୂର୍ତ୍ତକୁ ଅପାର ସୁଖ, ଶାଶ୍ୱତ ଶାନ୍ତି ଓ ଐଶ୍ୱର୍ଯ୍ୟ ଦିବ୍ୟତାରେ ଭରିଦିଏ। ବର୍ତ୍ତମାନରେ କରାଯାଉଥିବା ଶ୍ରେଷ୍ଠ କର୍ମ ହିଁ ଆମର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ। ଆମର ଭବିଷ୍ୟତ କୌଣସି ଅଜଣା ଗଳିରେ ନୁହେଁ, ବରଂ ଆମ ଆଜିର କର୍ମ ଭିତରେ ଲୁଚି ରହିଥାଏ। ଆଜି ଆମେ ଯେଉଁ ସୁନ୍ଦର ବିଚାର, ମଧୁର ଶବ୍ଦ ଏବଂ ନିଷ୍କର୍ମ କର୍ମର ମଞ୍ଜି ବୁଣିବା, ତାହା ହିଁ ଆଗାମୀ ଭବିଷ୍ୟତ ପାଇଁ ଶ୍ରେଷ୍ଠ ଓ ମିଠା ଫଳ ହୋଇ ଆତ୍ମପ୍ରକାଶ କରିବ। ଯାହା ଚାଲିଯାଇଛି ତାହା ଏକ ଶିକ୍ଷା ମାତ୍ର। ସେଥିପାଇଁ ଅନୁତାପ କରିବା ବୃଥା। ଯାହା ଆସିବାକୁ ଅଛି ତାହା କେବଳ ଏକ ସ୍ୱପ୍ନ। ଅତୀତକୁ ନେଇ ବାରମ୍ବାର ଚିନ୍ତା କରିଲେ ତାହା ମନକୁ ଅଶାନ୍ତ କରିଥାଏ। ଏହା ହିଁ ଏକମାତ୍ର ସତ୍ୟ। ତେଣୁ ସଚେତନ ହୋଇ ଏହି ମୁହୂର୍ତ୍ତ ରହିବା ଦ୍ୱାରା ହିଁ ଜୀବନ ଦେବତ୍ୱରେ ପରିଣତ ହୁଏ। ରାଜଯୋଗ ମାନେ ମନକୁ ନିୟନ୍ତ୍ରଣ ଅଥବା ଦମନ କରିବା ନୁହେଁ, ବରଂ ମନକୁ ସହଜ ଓ ଶାନ୍ତ ଭାବେ ପରମାତ୍ମାଙ୍କ ସହିତ ଯୋଡ଼ିବା।
ନିୟମିତ ରାଜଯୋଗ ଅଭ୍ୟାସରେ ଅନାବଶ୍ୟକ ଚିନ୍ତା କମିଯାଏ ଏବଂ ମନ ଧୀରେ ଧୀରେ ଏକାଗ୍ର ହୁଏ। ସେହି ଧ୍ୟାନ ମାଧ୍ୟମରେ ଆମେ ପରମାତ୍ମାଙ୍କୁ ନିରନ୍ତର ସ୍ମରଣ କରିବା। ପରମାତ୍ମାଙ୍କ ସ୍ମରଣ ଆତ୍ମାକୁ ଶକ୍ତିଶାଳୀ କରି ଦେଇଥାଏ, ବୁଦ୍ଧିକୁ ସ୍ପଷ୍ଟ ଏବଂ ଜୀବନକୁ ସଠିକ୍ ସକାରାତ୍ମକ ଦିଗରେ ଆଗେଇ ନେଇଯାଏ। ନିଜକୁ ଶୁଭଚିନ୍ତନ ଏବଂ ସତ୍କର୍ମରେ ଏତେ ବ୍ୟସ୍ତ ରଖନ୍ତୁ ଯେପରି ଖରାପ କାର୍ଯ୍ୟ ବିଷୟରେ ବିଚାର କରିବା ପାଇଁ ସମୟ ମିଳିବ ନାହିଁ। ଯେତେବେଳେ ଆପଣ ପ୍ରତିଟି ମୁହୂର୍ତ୍ତକୁ ସନ୍ତୁଷ୍ଟ ଚିତ୍ତରେ ଗ୍ରହଣ କରନ୍ତି, ସେତେବେଳେ ସଫଳତା ସ୍ୱୟଂ ଆପଣଙ୍କ ପଥ ଅନୁସରଣ କରେ। ମନର ଏହି ପ୍ରସନ୍ନତା ହିଁ ସଫଳତାର ସର୍ବଶ୍ରେଷ୍ଠ ରହସ୍ୟ। ପ୍ରେମ, ସମ୍ମାନ ଏବଂ ଅପମାନ ଏସବୁ ଜୀବନର ଗୋଟିଏ ଗୋଟିଏ ଅମୂଲ୍ୟ ପୁଞ୍ଜି ନିବେଶ ପରି, ଯାହାକୁ ଆପଣ ଯେତିକି ଶ୍ରଦ୍ଧାର ସହ ଅନ୍ୟକୁ ପ୍ରଦାନ କରିବେ, ବିଧାତା ତାହାକୁ ବହୁଗୁଣିତ କରି ସୁଧ ମୂଳ ସହ ଆପଣଙ୍କ ପାଖକୁ ଫେରାଇବେ। ଆତ୍ମନିୟନ୍ତ୍ରଣର ପ୍ରଶିକ୍ଷଣକୁ ପାଳନ କରିବା ଆରମ୍ଭରେ ହୁଏତ କଷ୍ଟକର ବା ପିତା ଭଳି ଲାଗିପାରେ, କିନ୍ତୁ ସେହି ଅନୁଶାସନର ପାଳନ ପରେ ମିଳୁଥିବା ଫଳ ସର୍ବଦା ମିଠା ହୋଇଥାଏ। ଆଜିଠାରୁ ଆମେ ଅନୁଶାସନର ପାଳନ କରୁ, ମିଳୁଥିବା ମିଠା ଫଳର ଆନନ୍ଦ ନେବା। ନମସ୍କାର।